ଆସନ୍ତୁ ଆଜି ଏକ ବହୁତ ରୋଚକ ଏବଂ ଗଭୀର ବିଷୟ ଉପରେ ଆଲୋଚନା କରିବା। ଆଜି ଆମେ ହିନ୍ଦୁ ପୁରାଣର ଏକ ଏମିତି ଚିତ୍ତାକର୍ଷକ କାହାଣୀ ଉପରେ ଆଲୋକପାତ କରିବା ଯାହା ପ୍ରତ୍ୟେକ ଓଡ଼ିଆ ଘରର ବିଶ୍ୱାସ ଏବଂ ପରମ୍ପରା ସହିତ ଅତୁଟ ଭାବେ ଜଡ଼ିତ। ଆମେ ଜାଣିବା ସୋମବାର ବ୍ରତର ପ୍ରକୃତ ମାହାତ୍ମ୍ୟ ଏବଂ ଏହା ପଛରେ ଲୁଚି ରହିଥିବା ରହସ୍ୟ ବିଷୟରେ। ଆପଣମାନେ କେବେ ଭାବିଛନ୍ତି କି ସନାତନ ଧର୍ମରେ ସୋମବାରକୁ ହିଁ ମୃତ୍ୟୁ ଏବଂ ଦୁଃଖ ଉପରେ ବିଜୟ ଲାଭ କରିବାର ସବୁଠାରୁ ଶକ୍ତିଶାଳୀ ଦିନ ଭାବରେ କାହିଁକି ଗ୍ରହଣ କରାଯାଏ? ଜୀବନର ବଡ଼ ବଡ଼ ସମସ୍ୟାକୁ ଦୂର କରିବା ପାଇଁ ଏହି ନିର୍ଦ୍ଦିଷ୍ଟ ଦିନଟି କାହିଁକି ଏତେ ପବିତ୍ର? ଆସନ୍ତୁ ଏକ ପୁରାତନ ତଥା ଚମତ୍କାର କାହାଣୀ ମାଧ୍ୟମରେ ଏହାର ଉତ୍ତର ଖୋଜିବା। ଭାଗ 1 ଭକ୍ତି ଏବଂ ଦୈବୀ ବରଦାନ। ଗପଟି ଆରମ୍ଭ ହେଉଛି ବହୁତ ବର୍ଷ ତଳର ଜଣେ ଧନୀ ସାହୁକାରଙ୍କ ଠାରୁ। ତାଙ୍କ ପାଖରେ ସବୁକିଛି ଥିଲା, କିନ୍ତୁ ସନ୍ତାନଟିଏ ନଥିଲା। ପୁତ୍ର ପ୍ରାପ୍ତି ଆଶାରେ ସେ ଅତ୍ୟନ୍ତ ନିଷ୍ଠାର ସହ ପ୍ରତି ସୋମବାର ବ୍ରତ କରୁଥିଲେ ଏବଂ ଶିବ ମନ୍ଦିରରେ ଦୀପ ଜାଳୁଥିଲେ। ଏବେ ଦେଖନ୍ତୁ, ଏଇଠି କାହାଣୀରେ ଏକ ସୁନ୍ଦର ମୋଡ଼ ଆସୁଛି। ସାହୁକାରଙ୍କର ଏହି ନିରନ୍ତର ଏବଂ ନିଷ୍କାମ ଭକ୍ତି ଦେଖି ମାତା ପାର୍ବତୀ ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ। ସେ ସ୍ୱୟଂ ଯାଇ ପ୍ରଭୁ ଶିବଙ୍କୁ ଅନୁରୋଧ କଲେ, ହେ ପ୍ରଭୁ, ଏହି ସାହୁକାର ଆପଣଙ୍କର ଜଣେ ପରମ ଭକ୍ତ। ଆପଣ ଦୟାକରି ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆଉ ଏହାର ଉତ୍ତରରେ ମହାଦେବ ଯାହା କହିଲେ ତାହା ପ୍ରକୃତରେ ଶୁଣିବା ଭଳି କଥା। ସେ କର୍ମର କଠୋର ନିୟମ ଏବଂ ଦୈବୀ ଶକ୍ତି ମଧ୍ୟରେ ଥିବା ସନ୍ତୁଳନକୁ ଦର୍ଶାଇ ହସି ହସି କହିଲେ, ଦେବୀ, ଏହି ସଂସାର ହେଉଛି କର୍ମଭୂମି। ସାହୁକାରର ଭାଗ୍ୟରେ ପୁତ୍ରସୁଖ ଆଦୌ ନାହିଁ। ତଥାପି ଯଦି ମୁଁ ତାକୁ ପୁତ୍ର ବରଦାନ ଦିଏ, ତେବେ ସେହି ପିଲାଟି ମାତ୍ର 12 ବର୍ଷ ବୟସ ଯାଏଁ ହିଁ ଜୀବିତ ରହିବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସାହୁକାର ନିଜେ ମହାଦେବ ଓ ପାର୍ବତୀଙ୍କର ଏହି କଥୋପକଥନ ଶୁଣିପାରିଲେ। ତେବେ କ'ଣ ତାଙ୍କ ଭକ୍ତିରେ କିଛି କମି ଆସିଲା? ବିଲକୁଲ ନୁହେଁ। ନିଜ ଭବିଷ୍ୟତ ପୁତ୍ରର ମାତ୍ର 12 ବର୍ଷର ଆୟୁଷ କଥା ଜାଣିବା ପରେ ମଧ୍ୟ ସେ ଭୟଭୀତ ହେଲେ ନାହିଁ କି ତାଙ୍କ ବିଶ୍ୱାସ ଟିକିଏ ବି ଡଳମଳ ହେଲା ନାହିଁ। ସେ ପୂର୍ବଭଳି ଆହୁରି ନିଷ୍ଠାର ସହ ସୋମବାର ବ୍ରତ ଜାରି ରଖିଲେ। ବର୍ତ୍ତମାନ ଆସନ୍ତୁ ଦ୍ୱିତୀୟ ଭାଗକୁ, କାଶୀଯାତ୍ରା ଏବଂ ଏକ ଅଦ୍ଭୁତ ବିବାହ। ଶେଷରେ ତାଙ୍କ ଘରେ ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ହେଲା। କିନ୍ତୁ ସେହି 12 ବର୍ଷ ଆୟୁଷ କଥା ପିତାଙ୍କ ଭିତରେ କାଟୁଥିଲା। ତେଣୁ ପିଲାଟିକୁ 11 ବର୍ଷ ବୟସ ହେବା ମାତ୍ରେ ତାକୁ ଉଚ୍ଚଶିକ୍ଷା ପାଇଁ କାଶୀ ପଠାଇବାର ନିଷ୍ପତ୍ତି ନିଆଗଲା। ସାହୁକାର ତାଙ୍କ ଶାଳକ ମାନେ ପିଲାଟିର ମାମୁଙ୍କୁ ସାଥିରେ ପଠାଇଲେ ଓ 3ଟି ସ୍ପଷ୍ଟ ନିର୍ଦ୍ଦେଶ ଦେଲେ। ପ୍ରଥମ, ପୁଅକୁ କାଶୀ ନେଇଯାଅ। ଦ୍ୱିତୀୟ, ସେଠାରେ ତାକୁ ଉପଯୁକ୍ତ ଶିକ୍ଷା ଦିଅ। ଆଉ ତୃତୀୟ, ଯାତ୍ରା ସମୟରେ ବାଟରେ ବ୍ରାହ୍ମଣମାନଙ୍କୁ ଭୋଜନ କରାଇବ ଓ ଦାନ ଦକ୍ଷିଣା ଦେବ। ମାନେ ଏହା କେବଳ ଏକ ଶିକ୍ଷାମୂଳକ ଯାତ୍ରା ନଥିଲା, ବରଂ ଏକ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଯାତ୍ରା ଥିଲା। ହେଲେ ବାଟରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଲା। ସେମାନେ ଏକ ନଗରରେ ଅଟକିଲେ ଯେଉଁଠାରେ ଜଣେ ରାଜକୁମାରୀଙ୍କର ବିବାହ ଉତ୍ସବ ଚାଲିଥିଲା। ଆଉ ଜାଣିଛନ୍ତି, ପ୍ରକୃତ ରାଜକୁମାରଙ୍କର ଗୋଟିଏ ଆଖି କଣା ଥିଲା। ତେଣୁ ସେହି ତ୍ରୁଟିକୁ ଲୁଚାଇବା ପାଇଁ ରାଜା ସାହୁକାରଙ୍କର ଏହି ସୁନ୍ଦର ପୁତ୍ରକୁ ବଳପୂର୍ବକ ବରବେଶରେ ବସାଇଦେଲେ ଆଉ ବିବାହ କାର୍ଯ୍ୟ ସମ୍ପନ୍ନ କରାଇଦେଲେ। ଏଇଠି କାହାଣୀଟି ପୁରା ଫିଲ୍ମ ଷ୍ଟାଇଲ ନେଇଗଲା ବୋଲି କହିପାରିବା। ସଚୋଟ ବାଳକଟି ସେଠାରୁ ବାହାରିବା ପୂର୍ବରୁ ରାଜକୁମାରୀଙ୍କ ଓଢ଼ଣୀରେ ଏକ ଗୁପ୍ତ ବାର୍ତ୍ତା ଲେଖିଦେଲା ଯେ, ତୁମର ବିବାହ ତ ମୋ ସହିତ ହୋଇଛି, କିନ୍ତୁ ଯେଉଁ ରାଜକୁମାରଙ୍କ ସହ ତୁମକୁ ପଠାଯିବ ସେ ଗୋଟିଏ ଆଖିରେ କଣା। ଏହି ସତ୍ୟ ଜାଣିବା ପରେ ରାଜକୁମାରୀ ସିଧାସଳଖ ସେହି କଣା ରାଜକୁମାରଙ୍କ ସହ ଯିବାକୁ ମନା କରିଦେଲେ। ଏବେ ଆସିବା ତୃତୀୟ ଭାଗକୁ, ମୃତ୍ୟୁ ଉପରେ ଶିବଙ୍କ ବିଜୟ। ଏହି ସବୁ ଘଟଣା ପରେ ମାମୁଁ ଓ ଭଣଜା ଯାଇ କାଶୀରେ ପହଞ୍ଚିଲେ ଏବଂ ଶିକ୍ଷା ଆରମ୍ଭ କଲେ। କିନ୍ତୁ ସମୟ କାହାକୁ ଅପେକ୍ଷା କରେ ନାହିଁ। ସେହି ଭୟାନକ 12 ବର୍ଷ ଧୀରେ ଧୀରେ ପାଖେଇ ଆସୁଥିଲା। ଟିକେ ଏହି ଘଟଣାକ୍ରମ ଉପରେ ନଜର ପକାନ୍ତୁ। ଜନ୍ମଠାରୁ ଆରମ୍ଭ କରି କାଶୀଯାତ୍ରା ଓ ଅଦ୍ଭୁତ ବିବାହ, ଆଉ ଶେଷରେ 12 ବର୍ଷ ବୟସରେ ସେହି ଅପେକ୍ଷିତ ମୃତ୍ୟୁ। ଆଉ ସବୁଠାରୁ ରହସ୍ୟମୟ କଥା ହେଉଛି, ଯେଉଁଦିନ ତାଙ୍କୁ ଠିକ୍ 12 ବର୍ଷ ପୂରିଲା, ସେହି ଦିନଟି ମଧ୍ୟ ଏକ ସୋମବାର ହିଁ ଥିଲା। ଯେମିତିକି ମହାଦେବ ଆଗରୁ ସତର୍କ କରାଇଥିଲେ, ଦ୍ୱାଦଶ ଜନ୍ମଦିନ ଆସିଲା ଆଉ ପିଲାଟିର ଦେହ ହଠାତ୍ ଖରାପ ହୋଇଗଲା। କେହି କିଛି ବୁଝିବା ଆଗରୁ ହିଁ ସେ ପ୍ରାଣତ୍ୟାଗ କଲା। ନିଜ ଆଖି ଆଗରେ ଏତେ ସୁନ୍ଦର ଭଣଜାର ମୃତ୍ୟୁ ଦେଖି ମାମୁଁ ଆତ୍ମହରା ହୋଇ କାନ୍ଦିବାକୁ ଲାଗିଲେ। ଆଚ୍ଛା, ଆପଣମାନେ କ'ଣ ଭାବୁଛନ୍ତି ଗପ ଏଇଠି ସରିଗଲା? ବିଲକୁଲ ନୁହେଁ। ଭକ୍ତିର ଶକ୍ତି ମୃତ୍ୟୁଠାରୁ ବି ବଡ଼। ଠିକ୍ ସେହି ସମୟରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀ ସେହି ବାଟ ଦେଇ ଯାଉଥିଲେ। ମାତା ପାର୍ବତୀ କାନ୍ଦଣା ଶୁଣି ଦୟାର୍ଦ୍ର ହୋଇପଡ଼ିଲେ ଏବଂ ଶିବଙ୍କୁ ଜୀବନଦାନ ପାଇଁ ଅନୁରୋଧ କଲେ। ସେତେବେଳେ ଭଗବାନ ଶିବ କହିଲେ, ଏହା ସେହି ସାହୁକାରର ପୁତ୍ର ଯିଏ ନିଷ୍ଠାର ସହ ମୋର ସୋମବାର ବ୍ରତ କରିଥିଲା। ମୁଁ ତାଙ୍କ ଭକ୍ତିରେ ପ୍ରସନ୍ନ। ପିତାଙ୍କର ସେହି ଅଖଣ୍ଡ ବିଶ୍ୱାସ କାରଣରୁ ମହାଦେବ ବାଳକଟିକୁ ନବଜୀବନ ପ୍ରଦାନ କଲେ। ଆଉ ତାହାପରେ ଏକ ଚମତ୍କାର।
ବାଳକଟି ନୂଆ ଜୀବନ ପାଇଁ ଉଠି ବସିଲା। ନିଜର ଶିକ୍ଷା ସମାପ୍ତ କରି ଫେରିବା ବାଟରେ ସେ ସେହି ରାଜକୁମାରୀଙ୍କୁ ସାଙ୍ଗରେ ଧରି ନିଜ ଘରକୁ ଫେରିଲା। ନିଜ ପୁଅକୁ ଜୀବିତ ଦେଖି ଏବଂ ସାଙ୍ଗରେ ବୋହୂ ପାଇ ସାହୁକାର ଦମ୍ପତିଙ୍କ ଖୁସି କହିଲେ ନ ସରେ। ସୋମବାର ବ୍ରତର ପ୍ରଭାବରୁ ସେମାନଙ୍କ ଘରେ ଆଉ କୌଣସି ଦୁଃଖ କିମ୍ବା ଅଭାବ ରହିଲା ନାହିଁ। ବର୍ତ୍ତମାନ ଆମେ ଚତୁର୍ଥ ଭାଗ ଆଡ଼କୁ ଯିବା, ସୋମବାର ଆରାଧନାର ଶୁଭ ଫଳ। ଏହି ଚମତ୍କାର ପୌରାଣିକ କାହାଣୀ ତ ଆମେ ଶୁଣିଲେ, କିନ୍ତୁ ଆସନ୍ତୁ ଜାଣିବା ଆଜିର ଦୈନନ୍ଦିନ ଜୀବନରେ ଏହି ବ୍ରତର ବାସ୍ତବ ପ୍ରଭାବ କ'ଣ ରହିଛି। ଏହି ତାଲିକାଟିକୁ ଟିକେ ଧ୍ୟାନ ଦେଇ ଦେଖନ୍ତୁ। ଏହା ଦର୍ଶାଉଛି କିପରି ଆମର ଦୈନନ୍ଦିନ ସମସ୍ୟାଗୁଡ଼ିକ ଏହି ଦୈବୀ ପ୍ରତିକାର ସହ ଯୋଡ଼ି ହୋଇଅଛି। ଅଧୁରା ଇଚ୍ଛା ଅଛି, ତାହା ପୂର୍ଣ୍ଣ ହେବ। ବିବାହ ନେଇ ଚିନ୍ତିତ, କୁମାରୀମାନଙ୍କୁ ଉତ୍ତମ ଜୀବନସାଥୀ ମିଳିବ ଏବଂ ସ୍ୱାମୀଙ୍କର ଆୟୁଷ ବୃଦ୍ଧି ହେବ। ମାନସିକ ଅଶାନ୍ତି, ଅକାଳ ମୃତ୍ୟୁ ଭୟ କିମ୍ବା ଦରିଦ୍ରତା, ଏହି ସବୁ ସମସ୍ୟାର ସମାଧାନ କେବଳ ସୋମବାର ଶିବ ଆରାଧନା ମାଧ୍ୟମରେ ମିଳିଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି। ଏତେ ସବୁ ଲାଭ କେମିତି ମିଳେ? ଏହାର କାରଣ ଜାଣିବାକୁ ହେଲେ ଆମକୁ ଶିବଙ୍କର ଗୋଟିଏ ସ୍ୱତନ୍ତ୍ର ନାମ ବୁଝିବାକୁ ହେବ, ଆଉ ତାହା ହେଉଛି ଆଶୁତୋଷ। ଆଶୁତୋଷ ମାନେ ଯିଏ ଖୁବ୍ ଶୀଘ୍ର ଏବଂ ଅଳ୍ପରେ ପ୍ରସନ୍ନ ହୋଇଯାନ୍ତି। ତାଙ୍କୁ ଖୁସି କରିବା ପାଇଁ ଅମାପ ଧନରତ୍ନ ଦରକାର ନାହିଁ। କେବଳ ଗୋଟିଏ ଢାଳ ପାଣି ଆଉ କିଛି ବେଲପତ୍ର ଭକ୍ତିର ସହ ଅର୍ପଣ କରିଦେଲେ ସେ ସନ୍ତୁଷ୍ଟ ହୋଇଯାନ୍ତି। ଆଉ ଗୋଟିଏ କଥା, ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଧ୍ୟ ଏହାର ଏକ ବୈଜ୍ଞାନିକ ଦିଗ ଅଛି। ସୋମବାରର ସିଧାସଳଖ ସମ୍ବନ୍ଧ ହେଉଛି ଚନ୍ଦ୍ରଗ୍ରହଙ୍କ ସହ, ଆଉ ଚନ୍ଦ୍ର ହେଉଛନ୍ତି ଆମ ମନର କାରକ। ଯଦି କାହାର ଜାତକରେ ଚନ୍ଦ୍ରଦୋଷ ଥାଏ, ତେବେ ମାନସିକ ଅଶାନ୍ତି ଲାଗି ରହେ। ସୋମବାର ଦିନ ଶିବଙ୍କୁ ପୂଜା କଲେ ଏହି ଚନ୍ଦ୍ରଦୋଷ କଟିଯାଏ ଓ ମନ ସମ୍ପୂର୍ଣ୍ଣ ଶାନ୍ତ ରହେ ବୋଲି ଶାସ୍ତ୍ରରେ କୁହାଯାଇଛି। ତେବେ ଏସବୁ ଆଶୀର୍ବାଦ ପାଇବେ କେମିତି? ଉପାୟଟି ଏକଦମ ସରଳ। ସୋମବାର ଦିନ ଶିବ ମନ୍ଦିରରେ ଜଳ ଅର୍ପଣ କରିବା ସମୟରେ କେବଳ ଏହି ମହାମନ୍ତ୍ର ଓମ୍ ନମଃ ଶିବାୟ ଜପ କରନ୍ତୁ। ଏହି ଛୋଟ ଏବଂ ସରଳ ମନ୍ତ୍ର ଭିତରେ ପୂରା ବ୍ରହ୍ମାଣ୍ଡର ଅପାର ଶକ୍ତି ଲୁଚି ରହିଛି। ଶେଷରେ ଆସନ୍ତୁ ଗୋଟିଏ ବହୁତ ଗଭୀର ପ୍ରଶ୍ନ ଉପରେ ଚିନ୍ତା କରିବା। ଗୋଟିଏ ପଟେ କର୍ମଭୂମିର କଠୋର ନିୟମ, ଆଉ ଅନ୍ୟପଟେ ନିଷ୍ଠାପର ଭକ୍ତିର ଅଦ୍ଭୁତ ଶକ୍ତି। ଏହି ଦୁଇଟି ମଧ୍ୟରୁ ପ୍ରକୃତରେ କିଏ ଅଧିକ ଶକ୍ତିଶାଳୀ? କ'ଣ ସତରେ ଏକାଗ୍ର ଭକ୍ତି ମଣିଷର ଭାଗ୍ୟଲିପିକୁ ବଦଳାଇ ପାରିବ? ସାହୁକାରର ଏହି କାହାଣୀ ଆମକୁ ଏହି ଚିନ୍ତାଧାରା ସହ ଛାଡ଼ିଯାଏ। ଆଶା କରୁଛି ଆଜିର ଏହି ଆଲୋଚନା ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ସମ୍ପୂର୍ଣ୍ଣ ସମୟ ଦେଇଥିବାରୁ ଅଶେଷ ଧନ୍ୟବାଦ।